ସାମ୍ବାଦିକ ବନ୍ଧୁମାନେ ଆପଣମାନଙ୍କୁ ମୋର ପ୍ରଣାମ। ଆପଣମାନେ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଭଲ ମନ୍ଦ ଘଟଣାବଳୀକୁ ନେଇ ଆପଣମାନେ ବିଭିନ୍ନ ବର୍ଗର ଲୋକମାନଙ୍କଠାରୁ ବାଇଟ୍ ନିଅନ୍ତି, ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ଆପଣ ଉତ୍ତର ପାଆନ୍ତି ଏବଂ ଉତ୍ତର ଆଶା କରନ୍ତି ଏପରି ଭାବରେ ଯେମିତି ପରବର୍ତ୍ତୀ ସମୟରେ ସାର୍ବଜନୀନ ଉଦ୍ଦେଶ୍ୟରେ ତାହାକୁ ମଧ୍ୟ ଛାଡ଼ି ଦିଆଯାଏ। ସୋସିଆଲ ମିଡ଼ିଆରେ ସମସ୍ତଙ୍କ ହାତରେ ଆଜିକାଲି ମୋବାଇଲ ଅଛି ଏବଂ ସେମାନେ ଯେତେବେଳେ ଯାହା ଶୁଣନ୍ତି ଏବଂ ଶୁଣି ସାରିଲା ପରେ ଶସ୍ତା ମନ୍ତବ୍ୟ ପ୍ରଦାନ କରିଥାନ୍ତି। ସେଥିରେ ଅଶାଳୀନ ଭାଷା ପ୍ରୟୋଗ କରାଯାଏ, ମା ଭଉଣୀ ଭାଷା ପ୍ରୟୋଗ କରାଯାଏ, କାହାକୁ ନାରୀ ଜାତି ହେଇଥିଲେ ସେମାନଙ୍କୁ ମଧ୍ୟ ଅତି କଦର୍ଯ୍ୟ ଭାଷାରେ ସମୀକ୍ଷା କରି ବାଇଟ୍ ଦିଆଯାଏ, ସେମାନଙ୍କୁ ଅଶାଳୀନ ଭାଷାରେ ସମ୍ବୋଧନପୂର୍ବକ ଲେଖା ଛଡ଼ାଯାଏ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀ, MLA, MP, ମଠ ମନ୍ଦିର, ସ୍କୁଲ, କଲେଜ, ବିଭିନ୍ନ ସରକାରୀ ମାନଙ୍କରେ ଶୈଳୀ ଉପରେ ଯେଉଁ କଦର୍ଯ୍ୟ ଭାଷାର ମନ୍ତବ୍ୟ ଆସେ ତାକୁ ସେମାନେ ପଢ଼ନ୍ତି। ମୁଁ ଏତିକି ଖାଲି କହିବାକୁ ଚାହେଁ, ସେମାନଙ୍କ ବାପା ମା ଗୁରୁ ଗୁରୁଜନ କିଭଳି ଭାବରେ ସେମାନଙ୍କୁ ଗଢ଼େଇଛନ୍ତି, ଯେଉଁ ଗଛର ସେଇ ଫଳ ଦେଖି ଦେଖିକି ପାଚିଲା ବାଳ। ମୋର କହିବାର କଥା, କଦର୍ଯ୍ୟ ଭାଷା ବାହାରେ ପ୍ରୟୋଗ ହେଉଥିଲା, ସାଙ୍ଗସାଥିରେ ହୁଏ, ଗାଁ ଗହଳିରେ କଳି ହେଲେ ହୁଏ, ଝଗଡ଼ା ହେଲେ ହୁଏ, କିନ୍ତୁ ଆଜି ଦେଖାଦେଇଛି ସୋସିଆଲ ମିଡ଼ିଆରେ ସେ ଭାଷା ଭୀଷଣ ଭାବରେ ପ୍ରୟୋଗ ହେଉଛି। ଯେଉଁ ଭାଷା ସାଧାରଣ ଛୋଟ ପିଲାଟିଏ ଶିଖୁଛି ସେ ତାକୁ ମଧ୍ୟ ପ୍ରୟୋଗ କରିବାକୁ ପଛଉ ନାହିଁ। ଆଜିକାଲି ଏଇ ଯେଉଁ ଟ୍ରେଣ୍ଡ ଚାଲିଛି, ଓଡ଼ିଶା ସରକାର, ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ, ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମନ୍ତ୍ରୀଙ୍କୁ ମୋର ନିବେଦନ, ଓଡ଼ିଆ ଅସ୍ମିତାର କଥା କହି ଆପଣ ଆସିଛନ୍ତି ପଦବୀକୁ, ଉଚ୍ଚ ପଦବୀରେ ପୁଣି ବସିଛନ୍ତି, ମାସେ ମାତ୍ର ହେଇଛି ଗତକାଲିକି, 100 ଦିନ ଆପଣ ସମୟ ନେଇଛନ୍ତି। 100 ଦିନ ଭିତରେ ସୋସିଆଲ ମିଡ଼ିଆରେ ଭାଷା ବନ୍ଦ କରନ୍ତୁ, ଭାଷା କହିବାର ଶୈଳୀ ଶିଖନ୍ତୁ। ଯଦି କାହାର ବାଇଟ୍ ଆପଣମାନଙ୍କୁ ଭଲ ଲାଗୁନାହିଁ ତାହେଲେ ବାଇଟ୍ରେ ଲେଖିଦିଅନ୍ତୁ, ଆପଣ ଦେଉଥିବା ମନ୍ତବ୍ୟ ଆମକୁ ଭଲ ଲାଗିଲା ନାହିଁ। ଏଭଳି ନ କହିକି ମା ଭଉଣୀ ଗାଳି କରିବାର ଅଧିକାର ଆପଣଙ୍କୁ ଦେଲା କିଏ? ଆପଣଙ୍କର ମା ବାପା କେମିତି ଆପଣଙ୍କୁ ଜନ୍ମ ଦେଇଛନ୍ତି? ଆପଣମାନେ ଏ ସଂସାର ଭିତରେ ରହିବାକୁ ହେଲେ ଓଡ଼ିଆର ଅସ୍ମିତାକୁ ଯଦି ଆପଣ ଭାବୁଛନ୍ତି, ଓଡ଼ିଆର ସ୍ୱାଭିମାନକୁ ଯଦି ଭାବୁଛନ୍ତି, ଅହଙ୍କାର ବିବର୍ଜିତ ଶରୀର କରି ଶୁଦ୍ଧପୂତ ଭାଷାରେ ଆପଣଙ୍କର ଆଲେଖ୍ୟକୁ ଲେଖନ୍ତୁ, ମନ୍ତବ୍ୟ ଦିଅନ୍ତୁ, ଶସ୍ତା ମନ୍ତବ୍ୟ ଦିଅନ୍ତୁ ନାହିଁ। ମା ଭଉଣୀ ଗାଳି କରନ୍ତୁ ନାହିଁ। ଆପଣଙ୍କ ଘରେ ମା ଭଉଣୀ ଅଛନ୍ତି, ଆପଣମାନଙ୍କ ଘରେ ବାପା ମା ଅଛନ୍ତି। ଆପଣ ମନ୍ତବ୍ୟ ଦେଇସାରିଲା ପରେ ଆପଣଙ୍କୁ ଯେତେବେଳେ ସେ ମନ୍ତବ୍ୟ ଯିବ, ଆପଣଙ୍କ ବାପା ମା ଘରେ ବା ବନ୍ଧୁବାନ୍ଧବ କେହି ପଢ଼ିବେ, ଆପଣଙ୍କୁ ଭଲ ଲାଗିବ ତ? এই কথাକୁ এড়াই দিয়াযাই নপারে। রাজ্য সরকার ইয়া পাই এক স্বতন্ত্র আইন আনন্তু। মোহন মাঝি নিজে ক্যাবিনেটরে এক বৈঠক স্থাপনা করন্তু। বর্তমান চারিআড়ে বিভৎস হয়ে গলানি এ ভাষা, আপনার সোশিয়াল মিডিয়ারে দেখিপারে। যদি কেউমানে রোস্টিং করছেন, সে যে ভাষা কুযাচ্ছে তাঙ্ক ঘরে সে কেমতি রোস্টিং করা পরমিশন দৌঁছেন, মু তো আশ্চর্য হচ্ছি। তেণু মোর নিবেদন, হে ওড়িশা সরকার, आपण माने गणतांत्रिक पद्धति को शुद्धपूत भाव में परिचालना करने जो उच्च पदवी आज बसिंट से पदवी को ध्वंस करूँ ना। आपण मानक प्रयोग हो किए कहलानी मुख्यमंत्री की माड़ दियो, किए कहलानी मुख्यमंत्री की जाबड़ा दियो, किए कौन प्रधानमंत्री को गोईठा मार, अंडा फोपाड़, माँ भौणी। मुझे भाषा कहीपरि नहीं, जो भाषा प्रयोग होती है पढ़ु तादेहे जानीपर से भाषा प्रयोग करें। आज सका मुझे देखला बारंबार देखुली, किसी किसी समय रागिक प्रयोग करुली। आज से भाषा बंद करा जाऊ। ओडियार अस्मिता को चिंता करी दिने भाषा आंदोलन करते प्रद्युम्न भाई, प्रद्युम्न शतपथी, ओडिशार सिंह बोली मुझे कहे। आज से प्रद्युम्न शतपथींकर भाषा आंदोलन सफल होती, सफल हम। ए ओडिया भाषार अस्मिता को पदारे पकई दिज्व ना। समस्त को गाड़ी करुवा लोक मैंने सावधान हो जातु, खराब भाषा गाड़ी करूँ ना। जदि गाड़ी करार अच्छे सामना सामने आसतु, सोशल मीडिया कौन भाषा प्रयोग करूँ ना। या स्वतंत्र आईन आने ओडिशा सरकार को निवेदन करुँ।